वन्दे लोकतिलकं साधतवार्ताविभूषणं अमरकृत्यसारणं प्रबुदं लोकजीवनं प्रणयप्रमदजागदीपनं वन्दे जीवनजीवनं सत्पुरुषं नमामि। प्राणर श्री श्री ठाकुर, जगज्जननी श्री श्री लक्ष्मी माँ, ଯୁଗାଚାର୍ଯ୍ୟ ଶ୍ରୀ ଶ୍ରୀ ବଡ଼ଦା ଆଜିର ଭରସା ପ୍ରଧାନାଚାର୍ଯ୍ୟଙ୍କୁ ଚରଣରେ ମୋର ଅନନ୍ତ କୋଟି ପ୍ରଣାମ। ପୂଜ୍ୟ ଅବିନ୍ଦା ଏବଂ ଠାକୁର ପରିବାରର ସମସ୍ତଙ୍କ ଚରଣରେ ମୋର ଅନନ୍ତ କୋଟି ପ୍ରଣାମ। ଆଜିର ପୁଣ୍ୟ ସତ୍ସଙ୍ଗର ପୂଜ୍ୟ ପରିଚାଳକ ପ୍ରକାଶ ଦଳେଇଦା ଏବଂ ଆୟୋଜକ ମଣ୍ଡଳୀ ତଥା ଉପସ୍ଥିତ ସମସ୍ତ ପୂତ ପାଞ୍ଜାଧାରୀ ରୀତିକ ମଣ୍ଡଳୀ, ଅଧୈର୍ଯ୍ୟ ମଣ୍ଡଳୀ, ଯାଜକ ମଣ୍ଡଳୀ ସମସ୍ତଙ୍କୁ ମୋର ଆଭୂମିଷ୍ଠ ପ୍ରଣାମ ଜଣାଏ। ଉପସ୍ଥିତ ସମସ୍ତ ଗୁରୁ ଭାଇ, ଗୁରୁ ମାତା, ସାଧୁ ସଜ୍ଜନ ମଣ୍ଡଳୀ, କୁନି କୁନି ପିଲାଏ ସମସ୍ତଙ୍କୁ ମୋର ପ୍ରୀତିପୂର୍ଣ୍ଣ ରାହ ଭରା ଜୟ ଗୁରୁ ଜଣାଏ। ଆଜି ଆମେ ସମସ୍ତେ ଏକତ୍ରିତ ହେଇଛେ ପରମ ପିତାଙ୍କର ସେଇ ଗୁଣ କୀର୍ତ୍ତନ ଶ୍ରବଣ ଆଉ ମନନ କରିବା ପାଇଁ, ସଙ୍ଗୀତ ମାଧ୍ୟମରେ ହଉ ଏବଂ ଯାଜନ ମାଧ୍ୟମରେ ହଉ ଆମେମାନେ ତାଙ୍କରି କଥା ହିଁ ଶୁଣୁଛେ। ତେବେ ଆଜିର ଏହି ସତ୍ସଙ୍ଗରେ ଯୋଗ ଦେବା ପାଇଁ ଆମର ସମ୍ମାନୀୟ ବିଜ୍ଞାନଦା ଫୋନ କରିଥିଲେ। ମୋର ପରମ ସୌଭାଗ୍ୟ ଭାଦ୍ର ପରିକ୍ରମାର ଏହି ସତ୍ସଙ୍ଗ ସେଇ ଲୀଳା ପୁରୁଷ ଶ୍ରୀ ଶ୍ରୀ ଠାକୁରଙ୍କର ଜୀବନାଦର୍ଶ ଭିତରେ କିଛି ଆଲୋଚନା କରିବା ପାଇଁ। କୁହାଯାଏ ଯେ ବିଷ୍ଣୁ ଲୋକରେ ଭଗବାନଙ୍କର କିଛି ବାଲ୍ୟ ଲୀଳା ନଥାଏ, ଶୈଶବ ଲୀଳା କିଛି ନଥାଏ। ତେଣୁ ଯେତେବେଳେ ଏ ମୃତ୍ୟୁ ଲୋକରେ ଯେତେବେଳେ ସେମାନେ ଜୀବନ ଧାରଣ କରିକି ଆସନ୍ତି, ସେତେବେଳେ ତାଙ୍କର ସେଇ ବାଲ୍ୟ ଲୀଳା ବା ଶୈଶବ ଲୀଳା ଅତ୍ୟନ୍ତ ମାଧୁର୍ଯ୍ୟପୂର୍ଣ୍ଣ ହୋଇଥାଏ, ଅତ୍ୟନ୍ତ ରସପୂର୍ଣ୍ଣ ହୋଇଥାଏ। ଠାକୁର ଯେତେବେଳେ ପାଠ ପଢୁଥିଲେ ଦିନେ ଶିକ୍ଷକ ପଚାରୁଥିଲେ, କହୁଥିଲେ 1+1=2 ବୋଲି ସମସ୍ତେ କହୁଥିଲେ, କିନ୍ତୁ ଠାକୁର ମାନୁନଥିଲେ। ଠାକୁର 1+1=1+1 ବୋଲି ଲେଖୁଥିଲେ। କାରଣ ଠାକୁରଙ୍କର ଯୋଉ ଭାବାଦର୍ଶ ଥିଲା, ଯୋଉ ଆଦର୍ଶ ଥିଲା, ଠାକୁର କହୁଥିଲେ ଯେ ପୃଥିବୀରେ ଏମିତି କୌଣସି ଗୋଟିଏ ଜିନିଷ ନାହିଁ ଯାହା ଅନ୍ୟ ଜିନିଷ ସହିତ ସମାନ ଭାବରେ ଦେଖିବା ପାଇଁ। ଆଉ ଏ ପୃଥିବୀର ସବୁ କିଛି ଏକରୁ ହିଁ ସୃଷ୍ଟି, ଆଉ ସବୁ ଏକରେ ହିଁ ବିଲୀନ। କୌଣସି ଦୁଇଟା ଜିନିଷ ପୃଥିବୀରେ ସମାନ ନାହିଁ, କୌଣସି ଗୋଟେ ଗଛର ଦୁଇଟା ପତ୍ର ବି ସମାନ ନାହିଁ। ତେବେ କାହା ସହିତ ମିଶେଇ ଦିଆଯିବ? 1+1 ହେଲେ ଯେ ଦୁଇଟା ଜିନିଷ କେମିତି ହବ, ଯେ ତା ଭିତରେ କିଛି ସାମଞ୍ଜସ୍ୟତା ନାହିଁ। ଠାକୁର ଆମେ ଜାଣିଛୁ ଯୋଉ ବ୍ରହ୍ମର କଥା, ଯାହା ଶଙ୍କରାଚାର୍ଯ୍ୟ କହୁଥିଲେ ବ୍ରହ୍ମ ସତ୍ୟ ଜଗତ ମିଥ୍ୟା, ଏବଂ ଠାକୁର କହିଲେ ଯେ ବ୍ରହ୍ମ ସତ୍ୟ ଜଗତ ବି ସତ୍ୟ। ତେବେ ସେ ବ୍ରହ୍ମ କଣ? ବ୍ରହ୍ମକୁ ଆମେ ଆତ୍ମା ବୋଲି କହିପାରୁ। ତେବେ ସେ ବ୍ରହ୍ମ କଣ ନା, ଠାକୁର କହୁଥିଲେ ଯାହା କିଛି ବୃଦ୍ଧିପ୍ରାପ୍ତ ହେଇ ମଧ୍ୟ ତାହା ହିଁ ରହିଛି, ତାହା ହଉଛି ବ୍ରହ୍ମ। ମାନେ ଯାହା କିଛି ବୃଦ୍ଧିପ୍ରାପ୍ତ ହେଇ ମଧ୍ୟ ତାହା ହିଁ ରହିଛି, ତାହା ହଉଛି ବ୍ରହ୍ମ। ତେବେ ବୃଦ୍ଧିପ୍ରାପ୍ତ କଣ ହେଇଛି? ଠାକୁର ଆଜିକି 5.8 ମିଲିୟନ ବର୍ଷର ପୂର୍ବରୁ ଏ ସୃଷ୍ଟି ତିଆରି ହେଇଛି। ସୃଷ୍ଟିର ରହସ୍ୟକୁ କେହି ଜାଣିନାହାନ୍ତି। ଏ ସୃଷ୍ଟିଟା କିଭଳି ଭାବରେ ତିଆରି ହେଇଛି ତାର ରହସ୍ୟ କେହି ଜାଣିନାହାନ୍ତି। ବିଭିନ୍ନ ପ୍ରକାର ମତ ଦେଇପାରନ୍ତି, କିନ୍ତୁ ତାର କୌଣସି ବୈଜ୍ଞାନିକ ତଥ୍ୟ ଉପସ୍ଥାପନ କରିବା ପାଇଁ କାହା ପାଖରେ କିଛି ବିଜ୍ଞାନ ନାହିଁ, କାରି ପାଖରେ କିଛି ସାଧନ ମଧ୍ୟ ନାହିଁ।
କସ୍ମିକ୍ ଥିଓରି କୁହନ୍ତୁ ବା ବିଗ୍ ବ୍ୟାଙ୍ଗ ଥିଓରି କୁହନ୍ତୁ, ସେ ଗୋଟିଏ କଥା କହୁଛନ୍ତି ଯେ ଗୋଟେ କମ୍ପନରୁ ଏଇ ପୃଥିବୀଟା ତିଆରି ହେଇଛି। ବିଗ୍ ବ୍ୟାଙ୍ଗ ଥିଓରିରୁ ଯେ ଗୋଟେ ବିରାଟ ବଡ ଅଣ୍ଡାକୃତିର ଜିନିଷ ତିଆରି ହେଇଥିଲା, ଯାହା ଭିତରେ ଏ ବିଶ୍ୱ ଦୁନିଆଟା ଥିଲା। ଆଉ ସେ ଅଣ୍ଡାଟା ଫାଟିଗଲା ପରେ କମ୍ପନ ଦ୍ୱାରା ବିଘଟିତ ହେଲା ପରେ ପୃଥିବୀଟା ତିଆରି ହେଇଗଲା। ତେବେ ଅଣ୍ଡା ଆଗେ ତିଆରି ହେଲା ନା କୁକୁଡ଼ା ଆଗେ ତିଆରି ହେଲା? ଯଦି କୁକୁଡ଼ା ନଥିଲା ତ ଅଣ୍ଡା କୋଉଠୁ ଆସିଲା? ତେମିତି ଅନେକ ପ୍ରଶ୍ନ, ଅସମାହିତ ପ୍ରଶ୍ନର ଉତ୍ତର ନଥାଏ। ତେବେ ଠାକୁର ଯାହା କହୁଥିଲେ, ଯୋଉ ବ୍ରହ୍ମର କଥା, ଯାହା କିଛି ସୃଷ୍ଟି ହେଇ ମଧ୍ୟ ତାହା ହିଁ ରହିଛି, ତାହା ହିଁ ହଉଛି ବ୍ରହ୍ମ। ତେବେ କଣ ସୃଷ୍ଟି ହେଇକି ସେହା ରହିଛି, ତାହା ଠାକୁରଙ୍କର ଯୋଉ ବୈଜ୍ଞାନିକ ତତ୍ତ୍ୱ ଯଦି ଦେଖାଯାଏ, ଠାକୁର କହୁଥିଲେ ଏଇ ଜିଅନ୍ତା ପୃଥିବୀଟା ହଉଛି ଶବ୍ଦର ଖନାୟିତ ରୂପ। ତାମାନେ ଇଟ୍ ଇଜ ଦ କଣ୍ଡେନ୍ସଡ ଫର୍ମ ଅଫ ଦ ସାଉଣ୍ଡ। ସାଉଣ୍ଡର କଣ୍ଡେନ୍ସଡ ଫର୍ମଟା ହଉଛି ଏ ପୃଥିବୀ, ବିଭିନ୍ନ ଭାବରେ। ପୁଣି ଠାକୁର କହୁଛନ୍ତି ଦ କଲ୍ ଅଫ ୟୁର ସାଉଣ୍ଡ ରିଚେସ୍ ଟୁ ମି ବିକଜ ଆଇ ଆମ୍ ଦ ସାଉଣ୍ଡ। ତାର ଅନେକ କିଛି ଉଦାହରଣ ଅଛି ଯୋଉଟା ଠାକୁର ଅନୁଭବ କରିପାରନ୍ତି। ଲାଲ ବାହାଦୁର ଶାସ୍ତ୍ରୀଙ୍କର ମୃତ୍ୟୁର ଘଟଣାର ସମୟ କୁହ, ଆଟଲାଣ୍ଟିକ ମହାସାଗରରେ ଜାହାଜ ବୁଡିଯିବାର ଘଟଣା କୁହ। ଏମିତି ଅନେକ ଘଟଣା ଅଛି ଯାହା ଠାକୁରଙ୍କୁ ପ୍ରତିପାଦିତ କରେ ଯେ ଠାକୁରଙ୍କର ଯୋଉ ସୂକ୍ଷ୍ମ ଶରୀର ସାରା ବିଶ୍ୱ ଦୁନିଆକୁ ଆଚ୍ଛାଦିତ କରିକି ରଖିଛନ୍ତି। ଯାହା ତାଙ୍କର ଯୋଉ ବଡ ଆଡଭୋକେଟ ଜଣେ ଆସିଥିଲେ, ଠାକୁରଙ୍କୁ ଦେଖିଲା ପରେ କହୁଥିଲେ ଠାକୁରଙ୍କର ଗୋଟେ ସ୍ଥୂଳ ରୂପ ଅଛି ଆଉ ଗୋଟେ ସୂକ୍ଷ୍ମ ରୂପ ଅଛି। ସ୍ଥୂଳ ରୂପରେ ସେ ହସୁଛନ୍ତି, କାନ୍ଦୁଛନ୍ତି, ହସୁଛନ୍ତି, କଥା କହୁଛନ୍ତି, ସବୁ କିଛି କରୁଛନ୍ତି, ଖାଉଛନ୍ତି, ପିଉଛନ୍ତି। ଇଏ ହଉଛି ତାଙ୍କର ସ୍ଥୂଳ ରୂପ, ମାକ୍ରୋସ୍କୋପିକ ବଡି। କିନ୍ତୁ ମାଇକ୍ରୋସ୍କୋପିକାଲି ସୂକ୍ଷ୍ମ ରୂପରେ ସେ ସାରା ବିଶ୍ୱ ଦୁନିଆଟାକୁ ଆଚ୍ଛାଦିତ କରିକି ରଖିଛନ୍ତି। ଯାହା ଆମେ କହିପାରିବା ଯେ ଠାକୁରଙ୍କର ନରଲୀଳା ଆଉ ଦେବଲୀଳା, ଈଶ୍ୱରୀୟ ଲୀଳା। ଈଶ୍ୱରୀୟ ସମ୍ପଦ ତାଙ୍କ ପାଖରେ ଥିଲା, ଯାହା ଆମେ ଉପନିଷଦରେ ଜାଣୁ ଯେ ପୂର୍ଣ୍ଣମିଦମ୍ ଓମ୍ ପୂର୍ଣ୍ଣମିଦମ୍ ପୂର୍ଣ୍ଣମିଦାଃ ପୂର୍ଣ୍ଣାତ୍ ପୂର୍ଣ୍ଣମୁଦଚ୍ୟତେ ପୂର୍ଣ୍ଣସ୍ୟ ପୂର୍ଣ୍ଣମାଦାୟ ପୂର୍ଣ୍ଣମେବାବଶିଷ୍ୟତେ, ଯାହା ବ୍ୟାସଦେବଙ୍କର ରଚନା ଥିଲା। ତାମାନେ ୟାର ଅର୍ଥ କଣ? ତାମାନେ ଯୋଉଟା ପୂର୍ଣ୍ଣ, ସେଇଥିରୁ ଯଦି କିଛି କାଢି ଦିଆଯାଏ ତାହେଲେ ସେ ବି ସେତିକି ରହିବ। ତାମାନେ ବ୍ରହ୍ମ ହଉଛି ତାହା। ତାମାନେ ବ୍ରହ୍ମରୁ ଯଦି କିଛି କାଢି ନିଆଯାଏ ସେ ବି ପୂର୍ଣ୍ଣ ବ୍ରହ୍ମ ହେଇକି ରହେ। ଆଉ ବ୍ରହ୍ମ ଦେହରେ ଯଦି କିଛି ମିଶେଇ ଦିଆଯାଏ ସେ ବି ସେ ପୂର୍ଣ୍ଣ ବ୍ରହ୍ମ ହେଇକି ରହେ। এই ପୂର୍ଣ୍ଣମିଦମ୍ ଯୋଉ ପୂର୍ଣ୍ଣମିଦଃ ପୂର୍ଣ୍ଣାତ୍ ପୂର୍ଣ୍ଣମୁଦଚ୍ୟତେ, ଏ ପୂର୍ଣ୍ଣ ସେଇ ଯୋଉ ଏକ କଥା ଠାକୁର କହୁଥିଲେ, ସେଇ ଏକରୁ କିଛି ଯଦି କାଢି ଦିଆଯାଏ ସେ ହଉଛି ଆଦି ବ୍ରହ୍ମ, ଯୋଉ କିଛିରୁ ସବୁ କିଛି ସୃଷ୍ଟି ହେଇଛି। ତେଣୁ ଠାକୁର ତ ଯେତେବେଳେ କହୁଥିଲେ ପର୍ଦା, ସେଇ ଘରକୁ କାହାକୁ ପ୍ରବେଶ କରେଇ ଦଉନଥିଲେ। ଠାକୁର ସେଇ ସୃଷ୍ଟିର ରହସ୍ୟ କହିଲା ବେଳେ ଠାକୁର କହୁଥିଲେ ପ୍ରଥମେ ଶବ୍ଦ ସୃଷ୍ଟି ହେଇଥିଲା, ସେ ଶବ୍ଦକୁ ଆମେ ଓମକାର ବୋଲି କହୁ। ଓମ୍ ବୋଲି ସୃଷ୍ଟି ହେଇଛି। ଏଇ ଓଙ୍କାର ଯୋଉ ଶବ୍ଦ ଯେତେବେଳେ ସୃଷ୍ଟି ହେଲା, ଶବ୍ଦ ଯେତେବେଳେ ପରସ୍ପର ସହିତ ଘର୍ଷଣ ଫଳରେ ଏକ ବିଶେଷ ଶକ୍ତି ସୃଷ୍ଟି ହେଲା। ଏଇ ବିଶେଷ ଶକ୍ତିରୁ ସୃଷ୍ଟି ହେଇଥିଲା ବସ୍ତୁ। ତେଣୁ ଏ ଯୋଉ E=mc² ଯୋଉ ଫର୍ମୁଲା ଆଲବର୍ଟ ଆଇନଷ୍ଟାଇନ ଦେଲେ, ଯୋଉଟା କି ଏନର୍ଜିରୁ ମାସର ସମ୍ପର୍କ କନଭର୍ସନଟା, ତ ସେଇ ଯୋଉ ବିଶେଷ ଶକ୍ତି, ଯୋଉ ଶବ୍ଦର ଘନାୟିତ ରୂପ, ଯୋଉଟା ସେ ଶବ୍ଦ ପରସ୍ପର ସହିତ ଘର୍ଷଣ ଫଳରେ ଯୋଉ ଶକ୍ତି ସୃଷ୍ଟି ହେଲା, ସେ ଶକ୍ତିରୁ ବସ୍ତୁ ସୃଷ୍ଟି ହେଲା। ତେଣୁ ଏ ପୃଥିବୀରେ ଆମେ ଯାହା କିଛି ଦେଖୁଛୁ ସବୁ ଭିତରେ ସେଇ ଶକ୍ତି ଆଉ ସେଇ ବସ୍ତୁ ଭିତରେ ସେ ଶକ୍ତି ନିହିତ ହେଇକି ଅଛି। ଠାକୁର ତ ନିର୍ଜୀବ ବୋଲି କାହାକୁ କହୁନଥିଲେ, ସମସ୍ତଙ୍କ ପାଖରେ ସେଇ ସତ୍ତା ଅସ୍ତିତ୍ୱ ଅଛି ବୋଲି ଠାକୁର କହୁଥିଲେ। ଏଇ ଅସ୍ତିତ୍ୱରେ ଆମେ ବୃଦ୍ଧି ପାଉ ଆଉ ସତ୍ତାରେ ଆମେ ବଞ୍ଚି ରହୁ। ତେବେ ଏଇ ସତ୍ତାଟା ହଉଛି ବ୍ରହ୍ମ।
ଯୋଉ ସତ୍ତାର ଯୋଉ ବ୍ରହ୍ମର ମୃତ୍ୟୁ ନଥାଏ, ଆଜଡ଼ ନଆସେ। ତେଣୁ ଠାକୁରଙ୍କର ସେଇ ଯୋଉ କଥା ଯେ ଆମେମାନେ ଏବେ ସମସ୍ତେ ଅନୁଭବ କରିପାରୁଥିବା, ଯୋଉଥିପାଇଁ ଠାକୁର ସ୍କୁଲରେ ମାଡ଼ ଖାଇଥିଲେ ଟିଚରଙ୍କ ପାଖରୁ, ଯେ 1+1=2 ବୋଲିକି ଲେଖିପାରୁଥିଲେ। ଠାକୁର ଲେଖୁଥିଲେ 1+1=1+1। ଯେତେବେଳେ ପରମ ବିଜ୍ଞାନୀ ଧରାପୃଷ୍ଠରେ ଆସନ୍ତି, ତାଙ୍କୁ ଯେ କେତେ କଷ୍ଟ ସହିବାକୁ ପଡେ ସେଇଥିରୁ ଅନୁମାନ କରାଯାଏ। କାରଣ ସୃଷ୍ଟିରେ ଯେ ଏମିତି କୌଣସି ଦିଟା ଜିନିଷ ନାହିଁ ଯାହା ଭିତରେ ସାମଞ୍ଜସ୍ୟତା ଅଛି। ପୃଥିବୀରେ ଏମିତି କୌଣସି ଜିନିଷ ନାହିଁ ଯୋଉ ଦିଟା ଜିନିଷ ସମାନ। ଈଶ୍ୱର ଯେମିତି ଏକ, ପୃଥିବୀରେ ସବୁ କିଛି ଏକ। ପ୍ରତ୍ୟେକ ମଣିଷ ମଧ୍ୟ ଅନ୍ୟ ଠାରୁ ଭିନ୍ନ। ସମସ୍ତେ ନିଜ ନିଜ ବୈଶିଷ୍ଟ୍ୟରେ ଗଢ଼ା। ଯେହେତୁ ଠାକୁର ଏ ସୃଷ୍ଟିର ପ୍ରତି ଜିନିଷକୁ ବୁଝିଥିଲେ, ଜାଣିଥିଲେ, ସେଥିପାଇଁ ଏଇ ଯୋଉ ଆମେ ଯୋଉ କଥା କହୁ, ସେଇ ଯୋଉ ଜିନିଷଟା କହୁ ଯେ ବହୁ ଜିନିଷ କଥା, ସବୁଗୁଡା ପରସ୍ପର ଠାରୁ ଭିନ୍ନ। ତେଣୁ ଏଇଠି ମୋର ମନେ ପଡେ ଠାକୁରଙ୍କ ପାଖରେ ବିଶ୍ୱ ଚେତନା ଥିଲା, ଦ କସ୍ମିକ କନସିୟସନେସ୍ ଥିଲା ଠାକୁରଙ୍କ ପାଖରେ। ଠାକୁର କହୁଥିଲେ ଠାକୁରଙ୍କ ବିଷୟରେ ଯୋଉ ଯୋଉ ମାନେ କସ୍ମିକ କ୍ରାଡେଲ ବୋଲି ଗୋଟେ ଯୋଉ ବୁକ୍ ଥିଲା, ଯୋଉ ବୁକରେ ଏଲିଜାବେଥ କାର୍ମେନ ଆଉ ଯେ କାର୍ମେନ 569 ପୃଷ୍ଠା ଲେଖିଥିଲେ, ଠାକୁର ଇ ଦ କସ୍ମିକ କନସିୟସନେସ୍ ଥିଲା, ଏବଂ ଠାକୁରଙ୍କ ପାଖରେ ଯୋଉ କସ୍ମିକ ପାୱାର ଥିଲା, and he the observer and creator of this universe। ଶ୍ରୀ ଠାକୁର ହଉଛନ୍ତି ଏ ସୃଷ୍ଟିର ସ୍ରଷ୍ଟା, ଏବଂ ଏ ସୃଷ୍ଟିର ରହସ୍ୟକୁ ସେ ନିଜେ ଅବଲୋକନ କରିଛନ୍ତି। ଏବଂ ଆମେ ଜାଣିଛୁ ଆଜିର ମାନେ ବିଜ୍ଞାନର ଅଗ୍ରଗତି ଫଳରେ ମଧ୍ୟ ବିଜ୍ଞାନ ଆଜି ପର୍ଯ୍ୟନ୍ତ ଆଟମକୁ ଦେଖିପାରିନି, କିନ୍ତୁ ଠାକୁର ଖାଲି ଆଖିରେ ଆଟମ ଏବଂ ହାଇପର ଆଟମକୁ ମଧ୍ୟ ଦେଖିପାରୁଥିଲେ, ଏବଂ ତାଙ୍କ ଭିତରେ ଯୋଉ ମିଳନ ଥିଲା ତାକୁ ମଧ୍ୟ ଜାଣିପାରୁଥିଲେ। ଠାକୁର ଅନେକ ପୂର୍ବରୁ କହୁଥିଲେ ଯେ ଯୋଉ ଇଲେକ୍ଟ୍ରନ ପ୍ରୋଟନ ମାନଙ୍କ ଯୋଉ ନର୍ତ୍ତନ ବା ଡ୍ୟାନ୍ସିଂ କଣ୍ଡିସନ କଥା, ଯାହାକି ପରେ କ୍ୱାଣ୍ଟମ କନସେପ୍ଟ ହିସାବରେ ଜଣା ପଡିଥିଲା। ଠାକୁରଙ୍କ ପାଖରୁ ଆସିଥିଲେ କୃଷ୍ଣଚନ୍ଦ୍ର ଭଟ୍ଟାଚାର୍ଯ୍ୟ, କେଷ୍ଟଦା, ରୀତିକାଚାର୍ଯ୍ୟ ଭାବରେ ଅଭିଷିତ ଥିଲେ, ଏବଂ ସେ ହିଁ ଠାକୁରଙ୍କର ଯୋଉ ବୈଜ୍ଞାନିକ ତତ୍ତ୍ୱ ଗୁଡାକ ଅନେକ କିଛି ବୁଝିଥିଲେ। ତେବେ ଠାକୁର ଯେତେବେଳେ ଏଇ ଯୋଉ ବୈଜ୍ଞାନିକ ତତ୍ତ୍ୱକୁ ଯଦି ଆମେ ଦେଖୁ, ଠାକୁର ଅନେକ ସମୟରେ ଠାକୁର ଯେତେବେଳେ ଛୋଟ ପିଲା ଥିଲେ, ଠାକୁର କହୁଥିଲେ ଯେ ମୁଁ ଦେଖେ କି ଏ ପୃଥିବୀଟା, ମାନେ ଏଇ ପୃଥିବୀଟା, ଏଇ ୟୁନିଭର୍ସଟା ମେଲ୍ଟିଂ ଇଣ୍ଟୁ ଦ ଗ୍ଲୋଇଂ ଇନଫେମେବଲ ଲାଇଟ ପାର୍ଟିକଲ୍ସ। ତା ମାନେ ଆଲୋକ କଣିକାରେ ପରିଣତ ହେଇକି ମୋ ଚାରିପାଟରେ ଘୂର୍ଣ୍ଣ୍ୟମାନ ଅବସ୍ଥାରେ ରହେ। ଠାକୁର ଯେତେବେଳେ ନାମ କରୁଥିଲେ ସ୍କୁଲ ଗଲାବେଳେ, ସେଇ ଯୋଉ ସିଚୁଏସନ ହେଇଥିଲା, ଯେତେବେଳେ ଯେ ଦେଖିଲେ ଜିଅନ୍ତା ମାନେ ପୃଥିବୀଟା, ପୁରା ୟୁନିଭର୍ସଟା ଆଲୋକକୁ ସ୍ଫଟିକାକାର ଆଲୋକରେ ପରିଣତ ହେଇକି ଚାରିପଟରେ ଘୁରୁଛି, ସେଇ ଅବସ୍ଥାରେ ଠାକୁର ବେହୋସ ହେଇ ପଡିଥିଲେ। ସ୍କୁଲ ଯିବା ବାଟରେ ତାଙ୍କର ଏଇ ଘଟଣା ଘଟିଥିଲା। ଠାକୁର ବେହୋସ ହେଇଯାଇଥିଲେ। ତାଙ୍କର ଯେତେବେଳେ ତାଙ୍କୁ ଲୋକମାନେ ଉଠେଇକି ଆଣିଲେ, କିଏ କହିଲେ ବୋଧେ ତାକୁ ଦେହ ଖରାପ ହେଇଛି କିଛି ଗୋଟେ, ସେ ସେଥିପାଇଁ ପଡିଯାଇଛନ୍ତି। କିଏ କହିଲେ ସ୍କୁଲ ଯିବାକୁ ବାହାନା କରୁଛନ୍ତି, ସ୍କୁଲ ନ ଯିବା ପାଇଁ ଏଇଟା ଗୋଟେ ବାହାନା। କିନ୍ତୁ ଠାକୁର ଏଇ ଯୋଉ କଥା କହୁଥିଲେ, ଯୋଉ ଶବ୍ଦ ସୃଷ୍ଟି ହେଇଥିଲା, ସେ ଶବ୍ଦ ପୂର୍ବରୁ ଯୋଉ କମ୍ପନ ତିଆରି ହେଇଥିଲା, ଜଷ୍ଟ ମୁଁ ଯେମିତି କଥା କହୁଛି, ଏଇ କଥା କହିବା ପାଇଁ ମୁଁ ପାଟି ଭିତରେ ମୁଁ ଗୋଟେ ସ୍ପନ୍ଦନ ସୃଷ୍ଟି କରୁଛି, ଯାହା ଫଳରେ ମୁଁ କଥା କହିପାରୁଛି। ସେମିତି ଯୋଉ ପ୍ରଥମ କରି ଯୋଉ ସ୍ପନ୍ଦନ, ଯୋଉ କଥା କହିବା, ଯୋଉ ଶବ୍ଦ ସୃଷ୍ଟି ହେଇଥିଲା, ଶବ୍ଦ ସୃଷ୍ଟି କରିବା ପାଇଁ କିଛି କମ୍ପନର ଆବଶ୍ୟକ ପଡିଥିବ। ଆଉ ସେଇ କମ୍ପନ ହଉଛି ଆଦି କମ୍ପନ, ଯୋଉ କମ୍ପନରୁ
ଏ ସାରା ବିଶ୍ୱ ଦୁନିଆଟା ତିଆରି। ଏବଂ ସେଇ କମ୍ପନକୁ ଠାକୁର ନାମ ରୂପରେ ଦେଇଛନ୍ତି। ସେଥିପାଇଁ ନାମ ହଉଛି ଏକ ସ୍ପନ୍ଦନାତ୍ମକ ପ୍ରତିଛବି। ନାମ ଅନେକ ଗୁରୁ ଆଜିକାଲି ଦଉଛନ୍ତି, ଅନେକ ମନ୍ତ୍ର ଦଉଛନ୍ତି, କିନ୍ତୁ ପୃଥିବୀରେ ଏଇ ଯୋଉ ଇଷ୍ଟ ଗୁରୁ ଏକମାତ୍ର ହିଁ ଥାନ୍ତି। କାରଣ ଠାକୁର କୌଣସି ସାଧନା କରିକି ତପସ୍ୟା କରିକି ଗୁରୁ ହେଇନାହାନ୍ତି। ଠାକୁର କେବେ ତପସ୍ୟା କରିକି କିମ୍ବା ବହୁତ ବହି ପଢାପଢି କରି କିଛି ବାଣୀ କହିନାହାନ୍ତି। ଏଇକା ମୁଖ ନିଃସୃତ ବାଣୀ ଠାକୁରଙ୍କର। ସ୍ୱତଃପ୍ରବୃତ୍ତ ଯେତେବେଳେ ଯାହା ମନେ ପଡେ ଲେଖିଦିଅ ବୋଲି ଠାକୁର କୁହନ୍ତି। ତେଣୁ ଅନେକ ବାଣୀ ମଧ୍ୟ ଲେଖା ବି ଯାଇପାରେନି। ଆଉ ପୁଣ୍ୟପୋଥିରେ ମଧ୍ୟ ଠାକୁର ଯୋଉ ଭାବବାଣୀ ହେଇଥିଲା, ସେ ଭାବବାଣୀର ବିଜ୍ଞାନକୁ ମଧ୍ୟ ଆଜିର ବିଜ୍ଞାନ କଣ ବୁଝିପାରେ? କାରଣ ଭାବବାଣୀ ଅବସ୍ଥାରେ ଠାକୁରଙ୍କର ହାର୍ଟବିଟ୍ ବନ୍ଦ ରହୁଥିଲା। ତାଙ୍କ ଶରୀରଟା ଅଷ୍ଟପ୍ରକ୍ର ଭାବରେ ତରଙ୍ଗାୟିତ ଭାବରେ ଗତି କରୁଥିଲା ଏବଂ ହୃସ୍ପନ୍ଦନ ବନ୍ଦ ଥାଏ ଏବଂ ତାଙ୍କ ନାଡି ମଧ୍ୟ ଚାଲେନି ଏବଂ ତାଙ୍କ ହାତ ଉପରେ ଯେତେବେଳେ ଜଳନ୍ତା କୋଇଲା ରଖାଯାଏ, କଣ୍ଟା ପିଟାଯାଏ, କିଛି ପରିବର୍ତ୍ତନ ଜଣାପଡେନି। ତେଣୁ ଜଣେ ହାର୍ଟ ବିଟ୍ ବନ୍ଦ ଥିବା ମଣିଷ କଣ ବଞ୍ଚିପାରେ ନା କଥା କହିପାରେ? କିନ୍ତୁ ଠାକୁର ସେଇ ସମୟରେ ତାଙ୍କର ମୁଖରୁ ବିଭିନ୍ନ ଭାଷାର, ଠାକୁର ତ ସେତେବେଳେ କେବଳ ବଙ୍ଗଳା ବ୍ୟତୀତ ଆଉ କିଛି ଜାଣିନଥିଲେ, ବିଭିନ୍ନ ଭାଷାର ବାଣୀ ଦେଉଥିଲେ। ଏବଂ ଆଶ୍ଚର୍ଯ୍ୟର କଥା ହଉଛି, ଠାକୁର ଯେତେବେଳେ ଇଂଲିଶରେ ଠାକୁରଙ୍କୁ କେଷ୍ଟଦା କହିଲେ ଯେ ଆପଣ ତ ସବୁ ବଙ୍ଗଳାରେ ଦଉଛନ୍ତି, ସବୁ ଲୋକ ତ ପଢିପାରିବେନି। ତେଣୁ ଠାକୁର ତ ଆପଣ ସକାଳୁ କହିଲେ ଯେ ଇଂଲିଶର ବାଣୀ ଗୁଡାକ ଲେଖିବା ପାଇଁ, ଇଂଲିଶରେ ଠାକୁର ବାଣୀ ଦେଲେ। ଆପଣ ମାନେ ଆଶ୍ଚର୍ଯ୍ୟ ହେବେ ଯୋଉ ଇଂଲିଶରେ ଠାକୁର ଯୋଉ ବାଣୀ ଦେଇଛନ୍ତି, ସେ ବାଣୀ ଗୁଡାକର ଯୋଉ ଇଂଲିଶ ୱାର୍ଡିଂ ଗୁଡାକ, ସେ ୱାର୍ଡିଂ ଗୁଡାକ ର ମାନେ ବୁଝିବା ବହୁତ କଷ୍ଟ। ମୁଁ ବହୁତ ଇଂଲିଶ ୱାର୍ଡିଂ ଗୁଡାକ ଦେଖେ। ସେ ଇଂଲିଶ ୱାର୍ଡିଂ କୁ ଦେଖାଯାଏ ସେ ହଉଛି ଯେ ପାଲେଷ୍ଟାଇନ ଯୋଉଠି ଜେସସ୍ ଖ୍ରୀଷ୍ଟ ଜନ୍ମ ନେଇଥିଲେ, ସେଠିକାର ଲୋକାଲ ଲାଙ୍ଗୁଏଜ ର ବାଣୀ ଗୁଡାକ ଭଳିଆ ଅଛି। ତେଣୁ ଇଏ କୌଣସି ଆମେରିକାନ ଇଂଲିଶ ନୁହେଁ। ସେଦିନ ଠାକୁରଙ୍କ ପାଖକୁ ଜଣେ ଭକ୍ତ ଆସିଛି। ସେଇ ଭକ୍ତ ଜଣକ ଆସିକି ଠାକୁରଙ୍କୁ ଆମେରିକାନ ଇଂଲିଶରେ ବିଭିନ୍ନ ପ୍ରଶ୍ନ ପଚାରୁଛି ଏବଂ ଠାକୁର ତାକୁ ଆମେରିକାନ ଇଂଲିଶରେ ଉତ୍ତର ଦଉଛନ୍ତି। ଅନେକ ସମୟ ବାର୍ତ୍ତାଳାପ ପରେ ସେ ଲୋକ ମନରେ ହଠାତ୍ କିନା ପ୍ରଶ୍ନ ଉଠିଲା ଯେ ଠାକୁର କଣ ଆମେରିକାନ ଇଂଲିଶଟାକୁ ବି ଜାଣିଛନ୍ତି? ହଠାତ୍ କିନା ଠାକୁରଙ୍କର କହିବାଟା ବନ୍ଦ ହେଇଗଲା। ସାଙ୍ଗେ ସାଙ୍ଗେ ଗୋଟେ ଟ୍ରାନ୍ସଲେଟର ଆବଶ୍ୟକ ପଡିଲା ଏବଂ ଯିଏକି ଠାକୁରଙ୍କୁ ଟ୍ରାନ୍ସଲେଟ କରିକି ସେ ଆମେରିକାନ ଇଂଲିଶଟା ବଙ୍ଗଳାରେ ବୁଝେଇଦବ, ଠାକୁର ବଙ୍ଗଳାରେ କହିବେ, ସିଏ ତାଙ୍କୁ ଆମେରିକାନ ଇଂଲିଶରେ ବୁଝେଇବ। ସେ ଲୋକ ଆଶ୍ଚର୍ଯ୍ୟ ହେଲେ, ଏତେ ସମୟ ଧରିକି ଯିଏ ଇଂଲିଶରେ କଥା ହଉଥିଲେ ହଠାତ୍ କରି ଇଂଲିଶଟା ମାନେ ଆମେରିକାନ ଇଂଲିଶ ବୁଝିପାରିଲେନି କେମିତି? ପରେ ସେ ଜାଣିଲେ, ତାଙ୍କ ମନରେ ଯେତେବେଳେ ସନ୍ଦେହ ସୃଷ୍ଟି ହେଲା, ସେତେବେଳେ ଠାକୁର ଇଂଲିଶ ବାଣୀଟା କହିବା ବନ୍ଦ ହେଇଗଲା। ତେଣୁ ଅନେକ ରୂପରେ ତ ଅନେକ ମାନେ ପରୀକ୍ଷା କରନ୍ତି। ତେଣୁ ଠାକୁର ହଉଛନ୍ତି ଇଷ୍ଟ ଗୁରୁ। ଆମର ଦି ପ୍ରକାର ଗୁରୁ ଅଛନ୍ତି ସମାଜରେ। ଗୋଟେ ହଉଛନ୍ତି ଇଷ୍ଟ ଗୁରୁ, ଆଉ ଗୋଟେ ହଉଛନ୍ତି ସିଦ୍ଧ ଗୁରୁ। ଏଇ ସିଦ୍ଧ ଗୁରୁ ମାନେ ଯୋଉମାନେ ସାଧନା କରିକି ସିଦ୍ଧି ଲାଭ କରନ୍ତି, ସେମାନେ ହଉଛନ୍ତି ସିଦ୍ଧ ଗୁରୁ। ତେଣୁ ସାଇବାବା ହୁଅନ୍ତୁ, ସାଇବାବାଙ୍କ ମନ୍ଦିର ମହାରାଷ୍ଟ୍ର ମୁଁ ଯାଇଥିଲି, ଦେଖିଲି ସେଠି ଲେଖା ହେଇଛି ସତ୍ୟ ସାଇବାବା ସିଦ୍ଧ ଗୁରୁ ବୋଲି ଲେଖା ହେଇଛି। ଏବଂ ଆପଣ ଅନେକଙ୍କର ଯୋଉ ଗୁରୁ ଅଛନ୍ତି, ପ୍ରଜାପିତା ବ୍ରହ୍ମା କୁମାରୀଙ୍କର ଯୋଉ ଶିବ ବାବା ଅଛନ୍ତି, ସେ ବି ଗୋଲ୍ଡ ମର୍ଚାଣ୍ଟ ଥିଲେ ଏବଂ ପରେ ସେ ସାଧନା କରିକି ତାଙ୍କର ଏଇ ଯୋଉ ଆଧ୍ୟାତ୍ମିକ ତତ୍ଵକୁ ବୁଝି ପାରିଥିଲେ, ସେ ମଧ୍ୟ ଗୁରୁ ହେଇଛନ୍ତି। ଏବଂ ତାହା ହଉଛି, ସେ ହଉଛନ୍ତି ସିଦ୍ଧ ଗୁରୁ। ତ ୟା ପରେ ଦେଖାଯାଏ ଯେ ଯେମିତି ଅନେକ ଗୁରୁ ଅଛନ୍ତି, ଆ, ପଣ୍ଡିତ ରବିଶଙ୍କର କୁହନ୍ତୁ, ଏମିତି ଅନେକ ଗୁରୁ ଅଛନ୍ତି ଯୋଉ ଆମର ସଦ୍ଗୁରୁ କୁହନ୍ତୁ, ଏମାନେ ସବୁ ସାଧନା କରିକି, ମେଡିଟେସନ କରିକି, ସାଧନା ମାଧ୍ୟମରେ ସେମାନେ ଗୁରୁ ହେଇଛନ୍ତି। କିନ୍ତୁ ଠାକୁର କୌଣସି ସାଧନା କରିକି ଗୁରୁ ହେଇନାହାନ୍ତି। ଠାକୁରଙ୍କୁ ଆମେ ଗୁରୁ ରୂପରେ ଯୋଉ ଗ୍ରହଣ କରିଛେ, ସେ ହଉଛନ୍ତି ଇଷ୍ଟ ଗୁରୁ। ଇଷ୍ଟ ଯିଏ ଗୁରୁ ସିଏ। ତ ସେଥିପାଇଁ ଯୋଉ ବାଣୀଟି ଅଛି ଯେ ଇଷ୍ଟ ଗୁରୁ ଜନ୍ମ ସିଦ୍ଧ, ଜନ୍ମରୁ ସେ ସିଦ୍ଧ, ଇଷ୍ଟ ଗୁରୁ ଜନ୍ମ ସିଦ୍ଧ, ମନ୍ତ୍ର ପ୍ରତୀକ ତିନି,
ସିଦ୍ଧଗୁରୁ ତାକେଇ ବୋଲେ ସାଧନା ସିଦ୍ଧ ଯିଏ, ଯିଏ ସାଧନାରେ ସିଦ୍ଧି ଲାଭ କରିଛି ସିଏ ହଉଛି ସିଦ୍ଧଗୁରୁ। କିନ୍ତୁ ଏଇ ଯୋଉ ଇଷ୍ଟ ଗୁରୁ ଯିଏ, ସିଏ ହଉଛନ୍ତି ମନ୍ତ୍ରର ପ୍ରତୀକ। ତେଣୁ ମନ୍ତ୍ର ନେଇକି ଆସନ୍ତି। ତେଣୁ ନାମ ଆଉ ନାମୀ ଅଭେଦ୍ୟ। ଏଇ ଯୋଉ ନାମ ହଉଛି ଏକ ସ୍ପନ୍ଦନାତ୍ମକ ପ୍ରତିଛବି। ଏଇ ଯୋଉ ନାମର ମୂଳ ତତ୍ତ୍ୱକୁ ଯଦି ଦେଖିବା, ଇଏ ହଉଛି ଏକ ଟୁ ଆଣ୍ଡ ଫ୍ରୋ ମୋସନ। ଯୋଉ ଟୁ ଆଣ୍ଡ ଫ୍ରୋ ମୋସନ ଯୋଉ ଠାକୁରଙ୍କର ଯୋଉ ନାମ ଦିଆହେଇଛି, ଇଏ ହଉଛି ଏକ ସ୍ପନ୍ଦନ। ଟୁ ଆଣ୍ଡ ଫ୍ରୋ ମୋସନ। ଗୋଟେ ଅକ୍ଷ ସ୍ଥଳରେ ରହିକି ଗୋଟେ ବସ୍ତୁଟା ପେଣ୍ଡୁଲମ ଯେମିତି ଗତି କରେ, ସେମିତି ଗତି କରିବାଟା ହଉଛି ୟାର ଆକ୍ଷରିକ ଅର୍ଥ। ତେଣୁ ଇଏ ଏକ ଯେତେବେଳେ ଗତି କରେ, ଯୋଉ ସ୍ପନ୍ଦନ ତିଆରି କରେ, ତା ଶରୀର ଭିତରେ ଅନେକ କିଛି ସ୍ମୃତିବାହୀ ଚେତନାକୁ ଜାଗ୍ରତ କରିବାରେ ସାହାଯ୍ୟ କରେ। ଯାହା ଠାକୁରଙ୍କର ଯୋଉ ମାନେ ଯୋଉ ଲୋଗୋ ଅଛି, ଯୋଉଥିରେ ଲେଖା ଅଛି ଦଦାତି ଜୀବନ ବୃଦ୍ଧି, ଦଦାତି ଜୀବନ ବୃଦ୍ଧି ନିରନ୍ତରମ୍ ସ୍ମୃତିଚିତ ଜୁତେ। ଏଇ ସ୍ମୃତିବାହୀ ଚେତନାକୁ ଜାଗ୍ରତ କରିବା ପାଇଁ ଠାକୁରଙ୍କର ଏଇ ଯୋଉ ବିଧାନ। ଆମେ ଯଦି ପୂର୍ବଜନ୍ମର କଥାକୁ ମନେ ରଖି ପାରନ୍ତେ, ପୂର୍ବଜନ୍ମର ମେମୋରିକୁ ମନେ ରଖି ପାରନ୍ତେ, ଆମେ ଏଇ ଜୀବନଟାକୁ ଆହୁରି ଅଧିକ ଭାବରେ ପୃଷ୍ଟ କରିକି ତୋଳି ପାରନ୍ତେ। ସେଥିପାଇଁ ଠାକୁର କହୁଥିଲେ ମରଣ ମାରଣା ପାରତ ମୃତ୍ୟୁକୁ ଅବଲୁପ୍ତ କର। ତେଣୁ ମୃତ୍ୟୁକୁ ଅବଲୁପ୍ତ କରିବା ପାଇଁ କୌଣସି ସାଧୁ ବା କୌଣସି କେହି ମଣିଷ କହିନାହାନ୍ତି। ଠାକୁର ପ୍ରଥମ କରି କହିଛନ୍ତି ମୃତ୍ୟୁକୁ ଅବଲୁପ୍ତ କର। ତେଣୁ ମୃତ୍ୟୁକୁ ଅବଲୁପ୍ତ କରିବାର ଏକମାତ୍ର ବିଧାନ ହଉଛି ଏଇ ସ୍ମୃତିବାହୀ ଚେତନା ଶକ୍ତିକୁ ଜାଗ୍ରତ କରିକି ରଖିବା। ଠାକୁରଙ୍କୁ ଜଣେ ଯେତେବେଳେ ପଚାରିଥିଲେ ମୋ ପୂର୍ବଜନ୍ମର କଥା, ଠାକୁର ସେଥିରେ କହିଥିଲେ ତୁ ଯଦି କାଲି ଏତିକି ବେଳେ କଣ କରୁଥିଲୁ ଯଦି ମନେ ପକେଇ ପାରିବୁ, ତା ପୂର୍ବ ଦିନ, ତା ପୂର୍ବ ଦିନ, ତା ପୂର୍ବ ଦିନ, ତା ପୂର୍ବ ଦିନ, ଏମିତି ଯଦି ମନେ ପକେଇ ପାରିବୁ, ଏବଂ ଧୀରେ ଧୀରେ ତୋର 10 ବର୍ଷ ବୟସରେ କଣ କରୁଥିଲୁ, 5 ବର୍ଷ ବୟସରେ କଣ କରୁଥିଲୁ ମନେ ପକେଇ ପାରିଲେ, ତୋର ପୂର୍ବଜନ୍ମ କଥା ମଧ୍ୟ ମନେ ପକେଇ ପାରିବୁ। ତେଣୁ ଆମର ଯୋଉ ବ୍ରେନ ସେଲ୍ସ ଅଛି, ବ୍ରେନ ସେଲ୍ସ ଉପରେ ଅନେକ କିଛି ଏଇ ସ୍ମୃତି ଗୁଡାକ ମେମୋରି, ଯୋଉ ପାୱାର ହାଉସ ଅଫ ଦ ମେମୋରି, ଆମ ଭିତରେ ସେ ମେମୋରିଟା ଜମା ହେଇକି ଅଛି। ଏଇ ଯୋଉ ନାମ କରିବା ଭିତରେ ଯୋଉ କମ୍ପନ ସୃଷ୍ଟି ହୁଏ, ସେ ମେମୋରିଟାକୁ ଆହୁରି ପ୍ରସ୍ଫୁଟିତ କରି ଦିଆଯାଇପାରେ। ତେଣୁ ଆମ ପାଖରେ 3 ପ୍ରକାର ମେମୋରି ଅଛି। ଗୋଟେ ହଉଛି ଆମର ଆତ୍ମାର ଗୋଟେ ମେମୋରି, ଶରୀରର ଗୋଟେ ମେମୋରି, ଏବଂ 3 ପ୍ରକାର ଯୋଉ ମେମୋରି ଅଛି, ଗୋଟେ ହଉଛି ଇଭଲ୍ୟୁସନାଲ ମେମୋରି। ଆମେ ଆଗରୁ ମାଙ୍କଡ ଥିଲେ, କୁକୁର ଥିଲେ, ହାତୀ ଥିଲେ, ସାପ ଥିଲେ, ଏମିତି ଅନେକ ପ୍ରକାର ଜନ୍ମ ନେଇକି ଆମେ ଆସିଛେ। ତେଣୁ ଆମ ପାଖରେ ସେ ଯୋଉ ଇଭୋସନ, ଯୋଉ ବିବର୍ତ୍ତନ ହେଇକି ଆମେ ମଣିଷ ତିଆରି ହେଇଛି, ଏକକୋଷୀୟ ପ୍ରାଣୀରୁ ଆଜି ବହୁକୋଷୀୟ ପ୍ରାଣୀ, ଯୋଉ ଠାକୁର କହୁଥିଲେ ରକ୍ତ ମାଂସ ଥରିକି ଯଦି କୌଣସି ଦେବତା ମହାପୁରୁଷ ଧରା ପୃଷ୍ଠରେ ଆସିଛନ୍ତି, ସେ ହଉଛନ୍ତି ରାମଚନ୍ଦ୍ର। ତା ପୂର୍ବରୁ ଯୋଉ ଭଗବାନଙ୍କ କଥା କୁହାଯାଏ, ଯୋଉ ଅବତାର କଥା କୁହାଯାଏ, ଏମାନେ ସବୁ ହଉଛନ୍ତି ଦ ଥିଓରି ଅଫ ଇଭଲ୍ୟୁସନ। ଇଏ ହଉଛି ଗୋଟେ ଗୋଟେ ବିବର୍ତ୍ତନର ଗୋଟେ ଗୋଟେ ଧାରା, ବିବର୍ତ୍ତନର ଗୋଟେ ଗୋଟେ କନସେପ୍ଟ। ଏଇ ଯୋଉ ମତ୍ସ୍ୟ ଅବତାର, ବ୍ରହ୍ମାଙ୍କ ନାଭିରୁ ଯୋଉ ବ୍ରହ୍ମା ସୃଷ୍ଟି ହେଲେ, ବ୍ରହ୍ମର ସାକାର ରୂପ ହଉଛନ୍ତି ବ୍ରହ୍ମା। ତାମାନେ ଏଇ ଆତ୍ମାକୁ ଯିଏ ଧାରଣ କରିକି ଯୋଉ ସାକାର ରୂପ ନେଇଥିଲେ, ତାହା ହଉଛନ୍ତି ବ୍ରହ୍ମା। ତେଣୁ ପ୍ରଥମେ ଯୋଉ ଏକକୋଷୀୟ ପ୍ରାଣୀ ସମୁଦ୍ରରେ ତିଆରି ହେଇଥିଲେ, ଯୋଉ କାର୍ବନ, ହାଇଡ୍ରୋଜେନ, ନାଇଟ୍ରୋଜେନ, ଅକ୍ସିଜେନକୁ ନେଇକି, ସେଇଠୁ ମତ୍ସ୍ୟ ଅବତାର, ତାପରେ କୁର୍ମ ଅବତାର, ତାପରେ ବରାହ ଅବତାର, ନରସିଂହ ଅବତାର, ବାମନ ଅବତାର, ଏମିତି ବିଭିନ୍ନ ଅବତାର ଯୋଉ ଆସିଛି, ଇଏ ହଉଛି ଏକ ବିବର୍ତ୍ତନର ଧାରା, ଥିଓରି ଅଫ ଇଭଲ୍ୟୁସନ। ସେ ଇଭଲ୍ୟୁସନ ଭିତରେ ହିଁ ସବୁ କିଛି ସୃଷ୍ଟି ହେଇଛି ବୋଲି ଠାକୁର କହୁଥିଲେ। ତେଣୁ ତାରି ଭିତରେ ଦେଇକି ଏଇ ଯୋଉ ସୃଷ୍ଟି, ଏଇ ସୃଷ୍ଟିକୁ ଯଦି ଆମେ ଦେଖିପାରୁ, ତେଣୁ ଏଇ ଯୋଉ ବିବର୍ତ୍ତନର ଧାରା ଭିତରେ ଆମେ ମାନେ ବିବର୍ତ୍ତିତ ହେଇକି ଚାଲିଛେ। ଆଉ ସେ ଠାକୁର ହଉଛନ୍ତି ପୂର୍ଣ୍ଣ ବିବର୍ତ୍ତିତ ପୁରୁଷ, ଦ କମ୍ପ୍ଲିଟ କମ୍ପ୍ଲିଟ ଇଭଲ୍ୟୁସନ, ଯୋଉ ବିବର୍ତ୍ତନ ଥିଲା। ତେଣୁ ଆମ ପାଖରେ ସେଇ ଯୋଉ ବିବର୍ତ୍ତନ ମେମୋରି ମଧ୍ୟ ଅଛି, ଦାଟ ଇଜ ଦ ଇଭଲ୍ୟୁସନ, ମେମୋରି ଅଫ ଇଭଲ୍ୟୁସନ। ଆଉ ଆମ ପାଖରେ, ଆମ ବାପା ମାଙ୍କ ପାଖରୁ ଯୋଉ ଜିନ୍ ଆସିଛି, ଯୋଉ କ୍ରୋମୋଜୋମ ଆସିଛି, ଯାହା ଠାକୁର କହୁଥିଲେ କ୍ରମାନ୍ୱୟରେ ବୃଦ୍ଧି ପାଇବାର ସମ୍ବେଗ ଯାହା ଭିତରେ ଅଛି, ତାହା ହଉଛି କ୍ରୋମୋଜୋମ। ଯିଏ ଗୁଣ ଆଉ ବୈଶିଷ୍ଟ୍ୟକୁ ବହନ କରେ, ସିଏ ହଉଛି ଜିନ୍। ଗୁଣ ବୈଶିଷ୍ଟ୍ୟ ଯୋଉ କଣିକା, ତାହା ହଉଛି ଜିନ୍ ବୋଲି ଠାକୁର କହୁଥିଲେ। ତେଣୁ ଯୋଉ ଜେନେଟିକ ମେଟେରିଆଲ ମୋ ବାପା ମାଙ୍କ ପାଖରୁ ଆସିଛି, ତାରି ଭିତରେ ମୁଁ ପୃଷ୍ଟ ହେଇଛି, ଏବଂ ସେଇ ଜେନେଟିକ ମେଟେରିଆଲ ଯୋଉଟା ଆସିଛି, ସେଇ ଜେନେଟିକ ମେଟେରିଆଲଟା ହଉଛି ମୋର ଜେନେଟିକ ମେମୋରି।
ମୋ ପାଖରେ 12 ପିଢ଼ିର ଜେନେଟିକ୍ ମେମୋରି ମୋ ପାଖରେ ଅଛି। 12 ପିଢ଼ିର ଜେନେଟିକ୍ ମେମୋରି ମୋ ପାଖରେ ଅଛି। ତେଣୁ ମୋର କୌଣସି ପୂର୍ବ ପିଢ଼ି ଯଦି କିଛି କରିଥିବେ ଭଲ କାମ, ସେଇ ଗୁଣ ଗୁଡାକ ମୋ ଭିତରେ ମଧ୍ୟ ଅଛି। ପ୍ରସ୍ଫୁଟିତ ହେଇପାରିବାର ଚାନ୍ସେସ୍ ମଧ୍ୟ ଅଛି। ଆଉ ମୋ ପାଖରେ ଯୋଉ ଆତ୍ମା ଅଛି, ଅନେକ ଥର ସେ ଜନ୍ମ ନେଇଛି ଧରା ପୃଷ୍ଠରେ, ତା ପାଖରେ ଯୋଉ ମେମୋରି ଅଛି, ଦ୍ୟାଟ୍ ଇଜ ଦ କାର୍ମିକ ମେମୋରି। ଇଏ ସମସ୍ତ ମେମୋରି ମୋର ବ୍ରେନ୍ ଭିତରେ ଅଛି। ତେଣୁ ତାକୁ ଯଦି ମାନେ ଆକ୍ଟିଭେଟ୍ କରିଦିଆଯାଇପାରେ, ତେଣୁ ମୋ ପାଖରେ ଅନେକ କିଛି ଗୁଣ ସମ୍ଭାର ରହିପାରିବ, ଯୋଉଥିପାଇଁ ଠାକୁର ଏଇ ଯୋଉ ନାମର ବିଧାନ ଦେଇଛନ୍ତି। ଏଇ ଯୋଉ ନାମ ଭିତରେ ଅନେକ କିଛି ତତ୍ତ୍ୱ ରହିଛି, ଯାହାକୁ ନେଇକି ଠାକୁରଙ୍କର ଯୋଉ ବିଧାନକୁ ନେଇକି ଆମେ ଯଦି ବୁଝିପାରିବା, ତେଣୁ ତାରି ଭିତରେ ଠାକୁରଙ୍କର ଯୋଉ ମାନେ ତତ୍ତ୍ୱକୁ ଯଦି ବୁଝିବା, ବୈଜ୍ଞାନିକ ତତ୍ତ୍ୱକୁ, ତ ଠାକୁର ଏଇ ଯୋଉ ବିଧାନ ଭିତରେ ଠାକୁରଙ୍କର ଯୋଉ ତତ୍ତ୍ୱ ଭିତରେ ଠାକୁରଙ୍କର ଯୋଉ ବାଲ୍ୟ ଜୀବନକୁ ମଧ୍ୟ ବୁଝିବା ମଧ୍ୟ ଅସମ୍ଭବ। ଠାକୁର ସାଧାରଣତଃ ଗୋଟିଏ ସନ୍ତାନଟି ମାତୃଗର୍ଭରେ 9 ମାସ ରହେ, କିନ୍ତୁ ଠାକୁର 11 ମାସରୁ 11 ମାସ ଶେଷ ଏବଂ 12 ମାସର ପ୍ରଥମାର୍ଦ୍ଧରେ ଠାକୁରଙ୍କର ଜନ୍ମ। ୟା କଣ କୌଣସି ଗାଇନୋକୋଲୋଜିଷ୍ଟ ବା କୌଣସି ବିଜ୍ଞାନ ଆର ଉତ୍ତର ଦେଇପାରିବ ଯେ କିଭଳି ଭାବରେ ଜଣେ ମାତୃଗର୍ଭରେ 12 ମାସ ବିତେଇ ଦେଇପାରେ? ତ ଠାକୁର ତ କହୁଥିଲେ ଆମେ ଏକ ଅଚାନକ ପ୍ରାଣୀ ବୋଲିକି, ତେଣୁ ଅଚାନକ ଭାବରେ ଠାକୁର ଆସିଛନ୍ତି। ତେଣୁ ଇଏ ମଧ୍ୟ ଏକ ତତ୍ତ୍ୱ, ୟାକୁ ବୁଝିବା ସମ୍ଭବ ନୁହେଁ। ଯେତେବେଳେ ଗୋଟେ ହସ୍ତରେଖା ବିଶେଷଜ୍ଞ ଠାକୁରଙ୍କ ପାଖକୁ ଆସିଛନ୍ତି, ସେ ଠାକୁରଙ୍କ ହାତ ଦେଖିକି ଆଶ୍ଚର୍ଯ୍ୟ ହଉଛନ୍ତି। ଠାକୁରଙ୍କ ହସ୍ତରେଖା ପ୍ରତି ମୁହୂର୍ତ୍ତରେ ପରିବର୍ତ୍ତନ ହଉଛି। କାରଣ ଯିଏ ବିଶ୍ୱ ନିୟନ୍ତା, ଯିଏ ଯାହାଙ୍କ ପାଖରେ ଏ କସ୍ମିକ କନସିୟସନେସ୍ ଅଛି, ବିଶ୍ୱ ଚେତନା ଯାହାଙ୍କ ପାଖରେ ଅଛି, ଯାହା ଆମ ବିଶ୍ୱ ଚେତନା ମାନେ ମତେ ହାତରେ କୋଉଠି ପେନ୍ ହେଲେ ମୁଁ ଅନୁଭବ କରିପାରୁଛି, କାରଣ ମୋ ଭିତରେ ମୋର ଶାରୀରିକ ଚେତନାଟା ଅଛି, ପଞ୍ଚ ଇନ୍ଦ୍ରିୟର ଚେତନାଟା ଅଛି। କିନ୍ତୁ ଆଉ ଜଣଙ୍କ ପାଖରେ ବେଦନା ହେଲେ ମୁଁ ତାକୁ ଅନୁଭବ କରିପାରୁନି, ଖାଲି ମତେ ହେଇଥିଲେ ସେମିତି କଷ୍ଟ ହବ ବୋଲିକି ମୁଁ ଅନୁଭବ କରିକି ଟିକେ ମନ ଦୁଃଖ କରିପାରେ। କିନ୍ତୁ ମୋ ସ୍ତ୍ରୀର ଅଣ୍ଟା ବେଦନା ବା କାନ୍ଧ ପେନ୍ କରୁଛି, ତାକୁ ମୁଁ ମୋ ଶରୀରରେ ସେ କଷ୍ଟଟାକୁ ଅନୁଭବ କରିପାରୁନି, କିନ୍ତୁ ଠାକୁର ଅନୁଭବ କରିପାରୁଥିଲେ। କାରଣ ଠାକୁରଙ୍କ ପାଖରେ ସେ ୟୁନିଭର୍ସାଲ କନସିୟସନେସ୍ ବା କସ୍ମିକ କନସିୟସନେସଟା ଥିଲା। ଠାକୁରଙ୍କ ପାଖରେ ଜଣେ ଭକ୍ତ ଖାଇ ବସିଛନ୍ତି, ହଠାତ୍ ଉଠିଲା ବେଳକୁ ତା ଅଣ୍ଟାର ପେନ୍ କଥା ଠାକୁରଙ୍କୁ କହୁଛନ୍ତି, ଖାଇଲା ବେଳେ ସେ ଉଠି ଯାଉଛନ୍ତି ଆରାମରେ, ତାଙ୍କ ଅଣ୍ଟା ପେନ୍ ଠାକୁରଙ୍କ ପାଖରେ, ଠାକୁର ଉଠି ପାରୁନାହାନ୍ତି, ତାଙ୍କୁ ଧରିକି ଉଠିବା ପାଇଁ ପଡୁଛି। ଇଏ ହଉଛି ଠାକୁରଙ୍କର ସେ କସ୍ମିକ କନସିୟସନେସ ର କଥା। ଠାକୁର ଶୁଣୁଛନ୍ତି କୁକୁରକୁ ମାଡ଼ ହେଇକି ତାର ନାକ ଫାଟିକି ରକ୍ତ ବାହାରିଛି, ଠାକୁରଙ୍କ ନାକରୁ ରକ୍ତ ସ୍ରାବ କରୁଛି। କିଶୋରୀ ମନ୍ଦା ଯେତେବେଳେ ଚାଲି ଚାଲିକି ଆସୁଛନ୍ତି ଠାକୁରଙ୍କ ପାଖରେ, ହଠାତ୍ କିଶୋରୀ ମନ୍ଦାକୁ ଠାକୁର କହୁଛନ୍ତି ଯେ ଗାଈଟା ଗୋଟେ ପଘାରେ ଖୁଣ୍ଟରେ ବନ୍ଧା ହେଇକି ନଈକି ଝୁଲି ପଡିଛି, ମରିଯିବ, ତା ରସିଟାକୁ କାଟିଦେବା ପାଇଁ। କିଶୋରୀ ମନ୍ଦା କାଟି ଦେଇଛନ୍ତି ରସିଟାକୁ ଏବଂ ଗାଈଟା ଜୀବନଦାନ ପାଇଛି। କିନ୍ତୁ ଯେତେବେଳେ ଘରକୁ ଆସି କିଶୋରୀ ମନ୍ଦା ଦେଖୁଛନ୍ତି ଯେ ଠାକୁରଙ୍କ ବେକରେ ସେଇ ଗାଈ ପଘାର ଚିହ୍ନ, ସେ ଗାମୁଛା ଗୁଡେଇକି ଆସିଛନ୍ତି, ଦେଖୁଛନ୍ତି ଗାଈ ପଘାର ଚିହ୍ନ ଠାକୁରଙ୍କ ବେକରେ ଖଣ୍ଡିଆ ହେଇଯାଇଛି। ଇଏ ହଉଛି କଣ, ମାନେ ଅନ୍ୟର ବେଦନାକୁ ନିଜ ଭିତରେ ଅନୁଭବ କରିବାର ଯୋଉ ଚେତନା, ଇଏ ହଉଛି ବିଶ୍ୱ ଚେତନା, ଇଏ ହଉଛି କସ୍ମିକ କନସିୟସନେସ୍। ଠାକୁରଙ୍କ ଭିତରେ ତାହା ହିଁ ଥିଲା। ଯୋଉ କସ୍ମିକ କନସିୟସନେସ୍ ର ଅଲୌକିକତା କଣ ବିଜ୍ଞାନ ଉତ୍ତର ଦେଇପାରେ? ସେଦିନ ଠାକୁରଙ୍କର ହଠାତ୍ ଅନନ୍ତ ମହାରାଜ ତ ଥିଲେ, ଅନନ୍ତ ରାୟ ପରେ ମହାରାଜ ତ ଘୋଡାରେ ବସିକି ଯାଆନ୍ତି ରୋଗୀ ଚିକିତ୍ସା କରିବା ପାଇଁ, ତାଙ୍କୁ ଅନନ୍ତ ମହାରାଜ ବୋଲି କହୁଥିଲେ। ଅନନ୍ତ ମହାରାଜ ଯେତେବେଳେ ଦେଖୁଛନ୍ତି ଠାକୁରଙ୍କୁ, ଠାକୁରଙ୍କର ହୃସ୍ପନ୍ଦନ ଦିନେ ବନ୍ଦ ହେଇ, ଠାକୁର ଅସୁସ୍ଥ ହେଇଯାଇଛନ୍ତି। ସିଏ ବୁଝି ପାରୁନାହାନ୍ତି ଯେ ହୃସ୍ପନ୍ଦନ ବନ୍ଦ ଥିବା ମଣିଷଟା ପୁଣି କଥାବାର୍ତ୍ତା କରିପାରେ, ଏବଂ ସେ ବୁଝି ନ ପାରିବାରୁ ଗୋପାଳ ତାଙ୍କୁ ଫୋନ କରିଛନ୍ତି, କଲିକତାର ଡକ୍ଟରକୁ ଟେଲିଗ୍ରାମ କରାହେଇଛି, ସିଏ ଆସିଛନ୍ତି ଠାକୁରଙ୍କୁ ଦେଖିବା ପାଇଁ। ଯେତେବେଳେ ଆସି ଦେଖୁଛନ୍ତି ଠାକୁରଙ୍କର ବାସ୍ତବିକ ହୃସ୍ପନ୍ଦନ ଚାଲୁନାହିଁ, ସେ ଆଉ ତ କିଛି ମେଡିସିନ, ଯାହାର ହାର୍ଟବିଟ୍ ଚାଲୁନି, ତାକୁ କି ମେଡିସିନ ଦିଆଯିବ? ସେତେବେଳେ କହୁଛନ୍ତି ଆପଣ କିଛି ସମୟ ବିଶ୍ରାମ କରନ୍ତୁ, ଆଉ କଣ ମେଡିସିନ ଦିଆଯିବ? ହୃସ୍ପନ୍ଦନ ବନ୍ଦ ଅଛି, କଥାବାର୍ତ୍ତା କରୁଛନ୍ତି, ଆଉ ମେଡିସିନ କଣ ଦିଆଯିବ? ତାପରେ ଯେତେବେଳେ ସେ ବିଶ୍ରାମ କରିଛନ୍ତି, ବିଶ୍ରାମ କଲା ପରେ କିଛି ସମୟ ପରେ ଠାକୁର ପୁଣି ସୁସ୍ଥ ହେଇ ଉଠୁଛନ୍ତି, କୀର୍ତ୍ତନ ମାଧ୍ୟମରେ ପୁଣି ଠାକୁର ଉଠି ପଡିଛନ୍ତି। ତେଣୁ ଇଏ ସବୁ ଯୋଉ ଅଲୌକିକତା, ତାଙ୍କୁ ବ୍ଲଡ ପ୍ରେସର ଚେକିଂ କଲା ବେଳକୁ ଥର୍ମୋମିଟର ଉପରୁ ଉଠିଯାଏ, ମର୍କୁରୀ ଲେବୁଲ ତଳକୁ ଖସେନି। ଇଏ ସମସ୍ତର ଯୋଉ ବୈଜ୍ଞାନିକ ତତ୍ତ୍ୱକୁ ବିଜ୍ଞାନ କଣ ତା ବୁଝିପାରେ? ସିଏ ହଉଛନ୍ତି ପରମ ବିଜ୍ଞାନୀ, ଆମେ ତାଙ୍କରି ଆଶିଷ ପାଇଛେ। ତେଣୁ ଆମେ ଆଜି ଧନ୍ୟ ହେଇଛେ ତାଙ୍କୁ ଆମେ ଇଷ୍ଟ ଗୁରୁକୁ ଜୀବନରେ ପାଇ। ତେଣୁ ସମୟ ତ ହେଇଯାଇଛି, ସମସ୍ତଙ୍କର ଶାନ୍ତି ସ୍ୱସ୍ତି ପାଇଁ ପରମ ପିତାଙ୍କ ନିକଟରେ ପ୍ରାର୍ଥନା କରି
ମୋର ବକ୍ତବ୍ୟ ଏଠି ବିରାମ ଦଉଛି। ବନ୍ଦେ ପୁରୁଷୋତ୍ତମ, ବନ୍ଦେ ପୁରୁଷୋତ୍ତମ, ବନ୍ଦେ ପୁରୁଷୋତ୍ତମ। ପ୍ରକାଶ ଦା, ଜୟଗୁରୁ। ଜୟଗୁରୁ କାର୍ତ୍ତିକ ଭାଇ, ଅତ୍ୟନ୍ତ ସୁନ୍ଦର, ଅତ୍ୟନ୍ତ ସାରଗର